ତୋରି ପାଇଁ ତୋ ପାଇଁ ସିରିଏଲ ଆଜି ଦେଖିବେ। ନିଶା ଦିଟା ଚିକିଙ୍କୁ ଏକା ସାଙ୍ଗରେ ଦେଖି ନିଜ ଆଖିରେ ବିଶ୍ୱାସ କରିପାରିବନି। ଏତିକିବେଳେ ଚୁମୁକିଙ୍କ ମା ଅଞ୍ଜନା ଆସି କହିବେ, ଆରେ ଇଏ ଚିକି ନୁହେଁ, ମୋ ଭଣେଜୀ ଚୁମୁକି। ଆକୁ ତମ ରାମ ଟଙ୍କା ଦେଇ ଚିକିଙ୍କ ଅଭିନୟ କରିବାକୁ ଡାକିଛନ୍ତି। ନିଶା ଏକଥା ଶୁଣି ପୁରା ଆଶ୍ଚର୍ଯ୍ୟ ହୋଇଯିବ। ତାକୁ ଚୁମୁକି ମାରିଥିବା ଚାପଡ଼ା କଥା ମନେ ପଡ଼ିଯିବ। ନିଶା ମନେ ମନେ କହିବ, ତାହେଲେ ଏଥିପାଇଁ ମୋତେ ଚିକି ଟିକେ ଅଲଗା ଲାଗୁଥିଲା। ଦର୍ଶକ ବନ୍ଧୁ, ତାପରେ ରଞ୍ଜନ ଆସି ପାର୍ବତୀଙ୍କୁ ତଳୁ ଉଠେଇବେ ଆଉ କହିବେ, ତୁ ତୋ ମୁହଁରୁ ମୁଖା କାହିଁ ଖୋଲିଛୁ? ମୁଖା ପିନ୍ଧେ ଆଉ ଏଠାରୁ ଶୀଘ୍ର ଚାଲେ। ପାର୍ବତୀ ଟିକେ ଦୂରକୁ ଯାଇ କହିବେ, ମୋତେ ତୋର ସ୍ତ୍ରୀ ବୋଲି କହନା। ରଞ୍ଜନ କହିବ, ଆ ସାଙ୍ଗରେ ସମୟ ନଷ୍ଟ କରି କିଛି ଲାଭ ନାହିଁ, ମୁଁ ଯାଇକି ପାର୍ଟିକୁ ଏନ୍ଜୟ କରେ। ତାପରେ ଦର୍ଶକ ବନ୍ଧୁ, ଏତିକିବେଳେ ପାର୍ବତୀଙ୍କ ପାଖକୁ କାମିନୀ ଆସିବେ ଆଉ ସେ ପାର୍ବତୀଙ୍କୁ ଚିକି ଭାବିବେ। କାମିନୀ କହିବେ, କେତେ ଜୋରରେ ସାଉଣ୍ଡ ଦେଇଛନ୍ତି, ମୋ ମୁଣ୍ଡ କ'ଣ ହେଇଗଲାଣି, ତୁ ଟିକେ ମାଲିସ କରିଦେଲୁ ଚିକି। ତାପରେ ପାର୍ବତୀ ମାଲିସ କରିଦେବେ। କାମିନୀ କହିବେ, ତୁ ସବୁବେଳେ ଏମିତି ଖୁସିରେ ଥା। ତାପରେ ପାର୍ବତୀ ସେଠାରୁ ପଳାଇବେ। ଏବେ ସେଠାକୁ ଚୁମୁକି ଆସିବେ। ଚୁମୁକି କହିବେ, ଜେଜେମା ତମେ ଏଠି କ'ଣ କରୁଛ? କାମିନୀ କହିବେ, କ'ଣ କରୁଛି ମାନେ? ତୁ ପା ଏବେ ମୋ ମୁଣ୍ଡ ମାଲିସ କରିଗଲୁ। ଏତିକିବେଳେ ରାମ ଆସିବେ ଆଉ କହିବେ, ଚିକି ତ ମୋ ପାଖରେ ଥିଲେ। ହଁ ଦର୍ଶକ ବନ୍ଧୁ, ଏପରି ଏକ ଜବରଦସ୍ତ ଏପିସୋଡ଼ ଦେଖିବେ।